ଜୟ ଜଗନ୍ନାଥ ସାଙ୍ଗମାନେ ଚାଲନ୍ତୁ ସକାଳ ଜିନିଷ ଦେଖେ। ମୋ ଝିଅର ଉକୁଣି ନାହିଁ। ଆଉ ସକାଳ ସକାଳ ଝିଅ ସେବା କରୁଛନ୍ତି, ତେଲ ମୁଣ୍ଡରେ ମସାଜ କରାହଉଛି ଝିଅର। ହଁ ଠିକ ଅଛି। ଆଜି ଉକୁଣି ବୁଣି ଅଛି ନା କଣ ଆସିବ ଆଜି ମଟନ ଆଣିବି। ଆଉ ଆଇଁଷ ସେ ଓଷା କରି ଖାଇବ ନାହିଁ। ଆଜି ମଟନ ଆଣିବି ଆଉ ଚିଙ୍ଗୁଡ଼ି ଆଣିବି। ଓଷା କଲେ ଖାଇବ ଚିଙ୍ଗୁଡ଼ି ଖାଇବ। କି ଓଷା ହବ କି ତାକୁ? ଖୁଦୁରୁକୁଣୀ ଓଷା ମୋ ଝିଅ ସେ ଜାଣିଛି ନା କି ଓଷା? ଆଉ ଭାଲୁକୁଣୀ ଭାଲୁକୁଣୀ ଓଷା। ମୁଣ୍ଡ କୁଣ୍ଡା ଚାଲିଛି ବାପା ଝିଅ। ଯାହା ହଉ ବାପା ଝିଅଙ୍କର ଗୋଟେ ବାଗିଆ ଡ୍ୟୁଟି ସକାଳ ହେଇଯାଇଛି। ଯେହେତୁ ମୋତେ ମୁଣ୍ଡ କୁଣ୍ଡେଇବାକୁ ଦେଖୁନି, ତା ବାପାଙ୍କୁ ଦେଖୁଛି କୁଣ୍ଡେଇ ଦେଉଛନ୍ତି। ଉଙ୍କୁଣି ପାନିଆରେ କୁଣ୍ଡା ଉଙ୍କୁଣି ଫୁଙ୍କୁଣି ଥିଲେ ବାହାରି ଆସିବ। ଆଉ ନା ମୋ ଝିଅ ମୁଣ୍ଡ ପୁରା ପରିଷ୍କାର କରୁଛି। ତେଲଟା ମାରୁନି, ତେଲ ମାରିଦେଲି ସାଇଜ କରିକି। ଭଜା ମାଛକୁ ପଖାଳ ହେଲାଣି। ମାଛ ଲଙ୍କା ରସୁଣ ଦଳା ହେଇଛି। ନା ନା ଆଜି ଯେହେତୁ ବୁଧବାର, ପିଲାମାନେ ଆଉ ଆଇଁଷ ଖାଇବେନି। ଖୁଦୁରୁକୁଣୀ ଓଷା ଆସିଲାଣି। ଚାଲନ୍ତୁ ଆଜି ସ୍ପେଶାଲ ବନେଇବା ଝିଅମାନଙ୍କ ପାଇଁ ଚିକେନ ଆଉ ତା ସାଙ୍ଗରେ ମାଛ ଫ୍ରାଏ, ଭାତ। ଭିଡ଼ିଓ ଶେଷ ଯାଏଁ ଦେଖିବେ, ଜାଣିବେ। ସ୍କ୍ରିପ୍ଟ କରିବେନି, ଷ୍ଟାଇଲ ଆଜି ବନେଇବି ଚିକେନ, ଭାତ ଆଉ ମାଛ ଫ୍ରାଏ। ଏବେ ପିଆଜ, ରସୁଣ, ଅଦା, ଆଳୁ ସବୁ କାଟିଦେବା। ତାପରେ ତାକୁ ଧୋଇଦେବା ଭଲସେ। ଚିକେନ ବି ଧୁଆ ହବ। ଏବେ ଚାଲନ୍ତୁ ମସଲା ସବୁ ରେଡ଼ି କରିବା। ଅଦା ଛଡ଼େଇଦେବା। ତାପରେ ସବୁ ରସୁଣ, ପିଆଜ ତାକୁ ଭଲ ଭାବରେ ସବୁ ଛଡ଼େଇଦେବା। ଏବେ ପାଣି ଦେଇଦେବା ସୋରିଷ ମସଲାରେ। ମାଛ ଫ୍ରାଏ ରେଡ଼ି ହେଇଗଲା। ଫ୍ରାଏ ହେଇଗଲା। ଏବେ ଚିକେନ ବନେଇବା। ଚାଲନ୍ତୁ ତେଲ ପକାଇବା କଢ଼େଇରେ। ସୋରିଷ ତେଲ, ତା ଦେହରେ ଟିକେ ଚିନି ଆଉ ଡାଲଚିନି ସବୁ ପକାଇଦେବା। ଟିକେ ତେଲ ତାତିଗଲା ଆଉ ଅଳେଇଚ ସବୁ ପକାଇଦେବା, ଗୋଟା ମସଲା। ତାପରେ ପୋଡ଼ିଯିବ। ପିଆଜ ପକା, ପିଆଜ ଉତୁରି ପିଆଜ ଲାଲ ହେଇଗଲେ ରସୁଣ ଅଦା ବଟା ଦେବା ତା ଦେହରେ। ଯେ ପିଆଜରେ ଲୁଣ ଦେଇଦେବା, ଶୀଘ୍ର ସିଝିଯିବ। ଚାଲନ୍ତୁ ଅଦା ରସୁଣ ପେଷ୍ଟ ତା ଦେହରେ ଦେଇଦେବା। ପିଆଜ ଲାଲ ହେଇଗଲାଣି। ଦେଖନ୍ତୁ ଏବେ ଅଦା ରସୁଣ ବଟାକୁ ଦେଇଦେଲି। ତାକୁ ଟିକେ ଭଲ ଭାବରେ କଷି ସାରିଲା ପରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଦେଇଦେବା। ଏବେ ଲଙ୍କାଗୁଣ୍ଡ ପଡ଼ିଲା, ଟିକେ ଗୋଳେଇ ଦେବା ତାକୁ। ଆମେ ଦୁଇଥର ଧୋଇଦେବା। ଏବେ ତ ମୁଁ ଧୋଉଛି, ଭଲସେ ପରିଷ୍କାର କରିକି ଆମେ ଧୋଇଦେବା। ଚିକେନ ଧୁଆ ହେଇଗଲା। ଚାଲନ୍ତୁ ଏବେ କଷାରେ ପକାଇବା ମସଲା। ଦେଖନ୍ତୁ ଏବେ ଚିକେନ ସବୁ ପଡ଼ିଗଲା। ତାକୁ ଭଲ ଭାବରେ ଟିକେ କଷିବା, 15 ମିନିଟ୍ ଲାଗିବ। ଚୁଲିରେ ରୋଷେଇ କରିବା କେତେ କଷ୍ଟ ସାଙ୍ଗମାନେ ଦେଖନ୍ତୁ। ଏବେ ଆଳୁ ଗୁଡ଼ା ପକାଇଦେବା। ଅନ୍ଧାର ଏବେ ଦେଖନ୍ତୁ ଚିକେନ କଷି ହେଇଗଲାଣି। ତାର ପାଣି ଦେଇଦେବା। ପାଣି ଦେଇଦେବା। ଏବେ ଦେଖନ୍ତୁ ତରକାରୀ ଫୁଟିକି ଛାଡ଼ିଦେବା। ଚିକେନ କଷା ଖାଇକି ଅନଉଛି, ପୁଣି ଖାଇବ ବିଲେଇ ଆଉ। ତରକାରୀ ପୁରା ରେଡ଼ି ହେଇଛି। ଚାଲନ୍ତୁ ବାଢ଼ିଆ, ସମସ୍ତେ ଖାଇବେ। ତାଟିଆ ଫାଟିଆ ଥୁଆହେଲାଣି। ବସିଛନ୍ତି ସବୁ ଖାଇବା ପାଇଁ। ମାଛ ଫ୍ରାଏ ହେଇଛି କେମିତି ଲାଗୁଛି?
ଖାଇସାରିଲେଣି ତେବେ ସବୁ ବସିଗଲେଣି। ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ରହିଲି।